ସବୁଦିନ ଏମିତି ମାଡ଼ ଗାଳି ଖାଇ ବଞ୍ଚିବା ଅପେକ୍ଷା ଯଦି ଗୋଟିଏ ଦିନ ଶାନ୍ତିରେ ଶୋଇଯାଆନ୍ତି ବୋଧହୁଏ ଭଲ ହୁଅନ୍ତା ଶାନ୍ତି। ହେଲେ କାହିଁକି କେଜାଣି ମା' ଯେଉଁଦିନ ହାତ ଛାଡ଼ି ଚାଲିଗଲା ସେ ମୋତେ ତମକୁ ଦେଖେଇ କହିଥିଲା ତମେ କୁଆଡ଼େ ସମୟ ଆସିଲେ ସବୁ ଠିକ୍ କରିଦେବ ବୋଲି। ହେଲେ କାହିଁକି ଠାକୁରେ ମୋ କଥା କ'ଣ ତୁମ ଆଖିରେ ପଡ଼ୁନି? ନା ମୁଁ କୁନି ଭକତଟିଏ ବୋଲି ତମେ ମୋ କଥା ବୁଝୁନ? ମା' କହୁଥିଲା ତମକୁ କୁଆଡ଼େ ନ ମାଗିବା ପୂର୍ବରୁ ତୁମେ ସବୁ କିଛି ଅଜାଡ଼ି ଦିଅ। ମୁଁ ତୁମକୁ ସେମିତି କିଛି ଜିନିଷ ମାଗିବିନି, ମୁଁ କେବଳ ଏତିକି ମାଗିବାକୁ ଆସିଛି, ଯେତେ ବି ଦୁଃଖ କଷ୍ଟ ଆସୁ ତମେ ମୋ ସାଥିରେ ଥାଅ। ଆଉ ଜାଣିଛ, ଅନେକ ଥର ଜୀବନ ହାରିବାକୁ ବସିଛି, କାହିଁକି କେଜାଣି ଯେତେବେଳେ ବି ଆତ୍ମହତ୍ୟା କରିବାକୁ ଯାଏ ତୁମର ସେଇ ଚକାଚକା ଆଖି ଆଉ ତୁମର ନାଲି ଅଧର ଓଠ ମୋ ଆଖି ଆଗରେ ଝଲସି ଉଠେ। ଆଉ ମୋର ଇଚ୍ଛା ହୁଏନି ତୁମକୁ ଛାଡ଼ି ଯିବାକୁ। ହେଲେ ବେଳେବେଳେ ମୋ ସାବତ ମା' ମୋତେ ଏତେ ଗାଳି ଦିଏ, ଏତେ ମାଡ଼ ମାରା ଯେ ମୋର ଆଉ ବଞ୍ଚିବାକୁ ଇଚ୍ଛା ହୁଏନି ଶାନ୍ତେ। ଜାଣିଛ, ସେଦିନ ମୁଁ ତୁମକୁ ନ କହି ତୁମ ଭୋଗ ଥାଳିରୁ ଲଡ଼ୁଟିଏ ଚୋରି ନେଇଥିଲି। ସେଦିନ ଭାରି ଭୋକ ହେଲା ମୋତେ, ମାଡ଼ ବି ଖାଇଥିଲି, ସମ୍ଭାଳି ପାରିଲିନି ଭୋକ। ତୁମକୁ ବି ଜଣେଇନି ସେଦିନ, ଲଡ଼ୁଟିଏ ଖାଇଥିଲି। ଆଉ ଜାଣିଛ, ଲଡ଼ୁ ଖାଇଲା ପରେ ଭାରି ଖୁସି ଲାଗିଲା। ସେଇଟା ତୁମ ପାଇଁ ଥିଲା ନା? କଥା ଦେଉଛି ଶାନ୍ତେ, ତମ ପାଖରୁ କେବେ କିଛି ବି ଚୋରି କରିବିନି। ଆଉ ଭୁଲ ହେଇଯାଇଛି ମୋର, ସେଇ କଥା କହିବାକୁ ଆସିଥିଲି। ଜାଣିଛ ଶାନ୍ତେ, ତମ ପାଖକୁ ନା ମୁଁ ଲୁଚିକି ଆସିଛି। ମୋ ମା' ଜାଣିନି ମୋ, ସେ ଯଦି ଜାଣିଥାନ୍ତା ମୋତେ ବହୁତ ଗାଳି ଦେଇଥାନ୍ତା, ମୋତେ କେବେ ପଠେଇ ନଥାନ୍ତା। ସେ ବା କୋଉଠୁ ବୁଝିବ ତମର ମୋର ଭାବକୁ, ତମେ ମୋତେ କେତେ ଭଲ ପାଉଛେ। ସେ କିନ୍ତୁ ମୋତେ ଜମା ଭଲ ପାଏନି, ନୀତି ଗାଳି ଦିଏ, ପ୍ରତି କଥାରେ ମାରେ। ବାପା କିଛି କୁହନ୍ତିନି, ସେ ତାଙ୍କୁ ଭାରି ଭଲ ପାଆନ୍ତି। ଜାଣିଛ, ମୋ ମା' ଥିଲାବେଳେ ତୁମ ପାଖକୁ ମୁଁ ନୀତି ଆସେ ମୋ ମା' ସାଙ୍ଗରେ, ଛୋଟଟିଏ ହୋଇଥାଏ। ମା' ମୋତେ ଏଇ ଯେଉଁ ପିଣ୍ଡା ଦେଖୁଛ ସେଇଠି ବସେଇ ଦେଇ କୁହେ, ଦେଖୁଛୁ ତ ମା', କୋଟି ଓଡ଼ିଆର ମଉଡ଼ମଣି ମହାପ୍ରଭୁ କାଳିଆ ସାଆନ୍ତ, ଯେବେ ବି ଅସୁବିଧାରେ ପଡ଼ିବୁ ଦୁଇ ହାତ ମେଲି ଦେଇ ତାଙ୍କୁ ହିଁ ଡାକିବୁ, ଦେଖିବୁ ସବୁ ବିପଦରୁ ସେ ତୋତେ ଉଦ୍ଧାର କରିବେ। ହେଲେ କାହିଁ ଏତେ ବିପଦରେ ପଡ଼ିଛି, କାହିଁ ଦିନେ ତ ଆସୁନା? ସତରେ କ'ଣ ଶାନ୍ତେ ତମ ବଡ଼ କପଟିଆ କି? ଲୋକମାନେ ବୋଧେ ଠିକ୍ କୁହନ୍ତି। କ'ଣ ମୁଁ ମିଛ କହୁଛି କି ଶାନ୍ତେ? ବୋଧେ ମୋ କଥା ତମେ ଶୁଣୁନ। ହଁ, କାହିଁ ଯେ ଶୁଣିବ, କୁନି ଭକତଟିଏ ବୋଲି। ନା ବଡ଼ ଲୋକଙ୍କ ପରି ମୁଁ ଭକ୍ତି ଜାଣିଛି, ନା ବଡ଼ ଲୋକଙ୍କ ପରି ମନ୍ତ୍ର ମୁଁ ଜାଣିଛି, କିଛି ବି ଜାଣିନି ଶାନ୍ତେ। କିନ୍ତୁ ତୁମକୁ ନା ଭାରି ଭଲ ପାଏ ମୁଁ। ଜାଣିଛ ଶାନ୍ତେ, ନିତି ପାଠ ପଢ଼ିବାକୁ ଯାଏ, ଘରେ କାମଧନ୍ଦା କରେ, ଆଉ ସଞ୍ଜ ବୁଡ଼ିଲେ ତମର ଏଇ ବଡ଼ ଦେଉଳକୁ ନ ଆସିଲେ ନା ମୋ ମନ ବୁଝେନି। ତା ଛଡ଼ା ତମର ସେ ନାଲି ଅଥର ଓଠ ଭାରି ଭଲ ଲାଗେ ମୋତେ। ମୋତେ ଯେମିତି ଲାଗେ ତମେ ମୋତେ ଚାହିଁକି ନିତି ହସୁଛ, ଆଉ ମୁଁ ନିତି କାନ୍ଦୁଛି ତୁମକୁ ଚାହିଁ। ସତ କହିଲ, ତମେ ମୋତେ ଭଲ ପାଉଛ ନା ନାହିଁ? କୁନି ଭକ୍ତଟାଏ ରାତି ଅଧରେ ଯେତେବେଳେ ମହାପ୍ରଭୁଙ୍କୁ ଏତକ କଥା କହିଛି, ପୁଣି ଖାଲି ପେଟରେ ଆଖିରୁ ଲୁହ ଝଡ଼ି ଯାଉଥାଏ। କେମିତି ବା ସହିଥାନ୍ତେ ମହାପ୍ରଭୁ? ମଣିମା ମହାପ୍ରଭୁ ଛୋଟ ପିଲାଟିଏ ହୋଇ ଆସିଲେ, ତାରି ସାଙ୍ଗର ପିଲା, ତା ପାଖରେ ପହଞ୍ଚି ତା ଲୁହକୁ ପୋଛିଦେଲେ, ଆଉ କହିଲେ, କାନ୍ଦିନି ମୋ, ଆସେ ସାଙ୍ଗ ହୋଇ ଟିକେ ଖେଳିବା। ପିଲାଟି କିଛି ବୁଝିପାରିଲାନି, ସେ ଚମକି ପଡ଼ିଲା ଟିକେ। ଏତେ ରାତିରେ ତା ପାଖକୁ ପୁଣି କିଏ ଆସିଲା? ଛୋଟ ପିଲାଟିଏ। ସେ ତ ଘରୁ ସ୍ଥିର କରି ଆସିଛି, ଆଜି ଯାହା ହଉ ପଛେ ଘରକୁ ଆଉ ଫେରିବିନି। ମହାପ୍ରଭୁଙ୍କୁ ଦେଖିଲା ପରେ ବୋଧେ ଜୀବନ ହାରିଦେବି। ଛୋଟ ପିଲାଟି ହାତ ଧରି ନେଲା, ସେ ପିଣ୍ଡାରେ ବସେଇଲା, ଆଉ କହିଲା, ଖାଇନେ। ନା, ମୁଁ କିଛି ବି ଖାଇବିନି। ଦେଖୁଛୁ ତ ମୋ ବୋଉ ମୋତେ ମାରିଛି, ମୋତେ ଗାଳି ଦେଇଛି, ହାତରେ ଦେଖୁଛୁ କେଡ଼େ କେଡ଼େ ଛକ ପଡ଼ିଛି। ହେଲେ ମୁଁ ତ ତୋତେ ମାରିନି, ନା ତୋତେ ଗାଳି ଦେଇଛି। ଜାଣିଛୁ, ମୁଁ ତୋତେ ଭାରି ଭଲ ପାଏ। ହେଲେ ତୁ କିଏ? ମୁଁ ହେଉଛି କାଳିଆ, ମୁଁ ଏଇ ମନ୍ଦିରରେ ରୁହେ। ମୋତେ ଯିଏ ଭଲ ପାଏ ମୁଁ ବି ତାକୁ ଭାରି ଭଲ ପାଏ। କାହିଁ, ତୋତେ ତ ଆଗରୁ କେବେ ଦେଖିନି। ତୋତେ କିନ୍ତୁ ମୁଁ ନିତି ଦେଖେ, ତୁ ନିତି ଆସୁ ଏଇ ଗରୁଡ଼ ସ୍ତମ୍ଭ ପଛରେ ରହି ମନ କଥା ଜଣାଉ। ସତ ନା? ହଁ, ଭାରି ଦୁଃଖ ଲାଗେ ମୋତେ। ଘରେ କେତେ ଗାଳି ମନ୍ଦ ସହିବି? ତୁ କହିଲୁ, ବାପା ମା ହୋଇ ଯଦି ଏତେ ଗାଳି ଦିଅନ୍ତେ କିଏ ବା ସହିବ? ହଁ, ମୋ ସାବତ ମା ସେ, ମୁଁ କିନ୍ତୁ ତାକୁ ବୋଉ ବୋଲି ଭାରି ମାନେ। ସେ ମୋତେ କେବେ ତା ଝିଅ ବୋଲି ମାନିନି। କ'ଣ କରିବି କହିଲୁ? ସେ ଯାହା ବି ହଉ, ତୁ ଆଗ ଖାଇନେ,
ତାପରେ କଥା ହେବା। ପିଲାଟିର କଥା ଶୁଣି ମନରେ ଟିକେ ଆଶ୍ୱସ୍ତି ଲାଗିଲା। ତାକୁ ଯେମିତି ଲାଗିଲା ତାର କେହି ଜଣେ ନୂଆ ବନ୍ଧୁ ହୋଇଗଲା ସେଇଠି। ଏଥର ଖାଇନେଲା ଝିଅଟି। ମନ ଖୁସିରେ ଛୋଟ ପିଲାଟି ଆଣିଥିବା ସବୁତକ ଜିନିଷ ପେଟ ଭରି ଖାଇଲା। ଏଥର ମୁହଁରେ ସାମାନ୍ୟ ହସ ଟିକେ ଆସିଲା। ତାରି ଭିତରେ ପିଲାଟି ମନେ ମନେ ସ୍ଥିର କରିସାରିଥାଏ କି ଏଇ ଛୋଟ ପିଲାଟି ଭାରି ଭଲ। କାହିଁକି କେଜାଣି ତା ସହିତ ମିଶିଲା ବେଳଠାରୁ ତାକୁ ସବୁକିଛି ପରପର ଲାଗୁଛି। କେବଳ ସେଇ ପିଲାଟି ତାକୁ ଯେମିତି ଆପଣାର ଲାଗୁଛି। ସେ ପୁଣି କହୁଥାଏ, ସବୁଦିନ ଆସିବୁ, ସାଙ୍ଗ ହୋଇ ଖେଳିବା। ପିଲାଟି ହସି ଦେଇ କହୁଥାଏ, ହଁ ମୁଁ ନିହାତି ଆସିବି। ଆଉ ତୋତେ କିନ୍ତୁ କଥାଟିଏ କହିବି, ରଖିବୁ? ହଁ, ଯାହା କହିବୁ ରଖିବି। ତୁ କିନ୍ତୁ ଜୀବନ ହାରିବୁନି। ତୋ ନିଷ୍ପତ୍ତି ବଦଳାଇ ଦେ। ହେଲେ କାହିଁକି? ଦେଖୁଛୁ ତ ତୁ କିଛି ବି ଜାଣିନୁ। ମୋ ବୋଉ ନା ଜମା ଭଲ ନୁହଁ। ସାବତ ବୋଉ ସେ। ମୋତେ କେତେ ମାରୁଛି। କେମିତି ବଞ୍ଚିବି କହିଲୁ? ଆରେ ମୁଁ ତ ପୁଣି ଅଛି ନା। ମୁଁ ତୋତେ ଭାରି ଭଲ ପାଏ। ତୋର କିଛି ବି ହବନି। ମୁଁ ତ ପଛରେ ଅଛି। କାହିଁ ମୋ ବୋଉ ଯେତେବେଳେ ମୋତେ ମାରୁଛି ତୁ ତ କେବେ ଯାଇ ଛିଡ଼ା ହେଇନୁ। ଜାଣିଛି ମୋତେ ଏମିତି କହି ତୁ ଭୁଲେଇ ଦେବୁ ନା, ପୁଣି ଘରକୁ ପଠେଇ ଦେବୁ। ହଁ, ବୋଉ ମୋର ଠିକ୍ କହୁଥିଲା। ସତ କହିଲୁ, ମହାପ୍ରଭୁ ମଣିଷକୁ ଗଢ଼ିଛି, ହେଲେ ମଣିଷ ମନରେ ଏମିତିକା ଭାବ କାହିଁ ଦେଇଛି? କିଏ କାହାକୁ ଗାଳି ଦେଉଛି, କିଏ କାହାକୁ ମାରୁଛି, ଇଏ ପୁଣି କ'ଣ? ପିଲାଟି ପୁଣି କହୁଥାଏ, ସେମିତି କିଛି ନୁହଁ। ଭଗବାନ ସମସ୍ତଙ୍କୁ ଭଲ ପାଆନ୍ତି, ସମସ୍ତଙ୍କୁ ବୁଦ୍ଧି ମଧ୍ୟ ଦେଇଥାନ୍ତି। କିନ୍ତୁ ମଣିଷ ନିଜର ମାନବିକତା ହରାଇ ବସିଛି। ଗର୍ବ ଅହଙ୍କାରରେ ବୁଡ଼ି ରହୁଛି। ନିଜର ସ୍ୱାର୍ଥ ଦେଖୁଛି। କେବଳ ସେଇଥିପାଇଁ ଅପକର୍ମ ସବୁ କରି ବସୁଛି। ସେ ଭୁଲି ଯାଉଛି ମହାପ୍ରଭୁ ସବୁ ଦେଖୁଛି। କାହାକୁ ନ ଡରିଲେ ନାହିଁ, ନିଜେ କରିଥିବା କର୍ମକୁ ତ ଡର। କର୍ମର ଫଳ ନିଶ୍ଚୟ ଭୋଗିବାକୁ ପଡ଼େ। ପିଲା ଦି ଜଣ ଯେତେବେଳେ ଏତକ କଥା ହେଉଥାନ୍ତି, ଲୁଚିକି ଛୋଟ ଝିଅଟିର ବାପା ମା ସବୁ ଶୁଣୁଥାନ୍ତି। ଝିଅଟି ଆସିବା ପରଠାରୁ କାହିଁକି କେଜାଣି ମନ ସେମାନଙ୍କର ପରିବର୍ତ୍ତନ ହେଇଛି। ଖୋଜି ଖୋଜି ଆସି ପହଞ୍ଚନ୍ତି ସେଇ ମନ୍ଦିରରେ। ଏତେ ସବୁ କଥା ଶୁଣିଲା ପରେ ସେଇଠି ମନ ବି ପରିବର୍ତ୍ତନ ହୋଇଯାଇଛି। ଆଖିରୁ ଧାର ଧାର ଲୁହ ବି ବହିଯାଉଛି। ପାଟିରୁ ଗୋଟିଏ ଶବ୍ଦ ବାହାରୁ ନଥାଏ। ଧାଇଁଗଲେ ସେଇ ଛୋଟ ଝିଅଟି ପାଖକୁ। କିନ୍ତୁ ସେତେବେଳକୁ ତା ପାଖରେ କେହି ବି ନଥିଲେ। ସେ ଭଲ ଭଲ ହୋଇ ଚାହିଁଥିଲା ସେ ମହାପ୍ରଭୁ କାଳିଆ ଶାନ୍ତଙ୍କ ଆଡ଼କୁ। ସେମାନେ ଆହୁରି କହୁଥାନ୍ତି, ମା ରେ, ଆମକୁ କ୍ଷମା କରିଦେ। ଜାଣି ଜାଣି ତୋତେ କେତେ କଷ୍ଟ ଦେଇଛୁ, କେତେ ହଇରାଣ କରିଛୁ, କେତେ ହତାଦର କରିଛୁ, କେତେ କେତେ ଦିନ ଉପାସ ବି ରଖିଦେଇଛୁ। ଠାକୁର ତୋତେ ଭାରି ଭଲ ପାଆନ୍ତି। ସତରେ ତୁ ଆଜି ଆମ ଆଖି ଖୋଲି ଦେଇଛୁ। ତୋରି ପାଇଁ ଦୂରରୁ ହଉ ପଛେ ମହାପ୍ରଭୁଙ୍କର ଶବ୍ଦ ଶୁଣିଛୁ। ଧନ୍ୟ ହୋଇଗଲୁ ଆମେ ତୋ ପରିକା ଝିଅ ପାଇକି। ଆମକୁ କ୍ଷମା କରିବୁନି ମା? ଚାଲ ଆମ ସହ ଘରକୁ ଚାଲ। ଝିଅଟି କିନ୍ତୁ ରାଜି ନଥିଲା। ସେ ତ ଚାହିଁ ରହିଥିଲା ସେଇ ଦିବ୍ୟ ମୂର୍ତ୍ତିଙ୍କୁ। ତା ମନ ଭିତରେ ପ୍ରଶ୍ନଟି ଉଙ୍କି ମାରୁଥିଲା, ମୋ ସହିତ ଯିଏ କଥା ହେଉଥିଲା, ମୋ ପାଖରେ ଯିଏ ବସିଥିଲା, ଯିଏ କାଳିଆ ବୋଲି ପରିଚୟ ଦେଇ ମୋତେ ଖୁଆଇଥିଲା, ସେ କୁଆଡ଼େ ଗଲା? ସେ ଖୋଜି ହେଉଥାଏ। ବାପା କିନ୍ତୁ ବୁଝେଇ ଦେଇ କହିଲେ, ବୁଝିଲୁ ମା, ମହାପ୍ରଭୁ ନିଜେ ଆସିଥିଲେ ତୋ ଜୀବନ ବଞ୍ଚାଇବା ପାଇଁ। ତୋ ସହିତ କିଛି ସମୟ ଏଇଠି ବିତାଇଲେ ସେ। ବାପା ମାଙ୍କର ଏମିତିକା ପରିବର୍ତ୍ତନ ଦେଖି ପିଲାଟି ସେଦିନ ଭାରି ଖୁସି ହେଇଯାଇଥିଲା। ଆଉ ତା ମନରେ ତା ମା କଥା ଉଙ୍କି ମାରିଥିଲା। ମା ଠିକ୍ କହିଥିଲା, ଅସୁବିଧାରେ ପଡ଼ି ଯେତେବେଳେ ଦୁଇ ହାତ ଯୋଡ଼ି ଦେଇ ମହାପ୍ରଭୁଙ୍କୁ ଡାକିବୁ, ସେ ତୋର ଡାକ ଶୁଣିବେ। ହଁ, ଠାକୁର ମୋତେ ନିଜେ ଦେଖନ୍ତି, ମୋ କଥା ଶୁଣନ୍ତି, ମୋ ପାଇଁ ସାଙ୍ଗ ହୋଇ ଆସିଲେ। ଧନ୍ୟ ହେ ମହାପ୍ରଭୁ, ଧନ୍ୟ ତୁମ ଲୀଳା। ଏଥର ବାପ ମା ଆଉ ଝିଅ ଘରକୁ ଗଲେ। ଝିଅଟି ପାଠ ପଢ଼ିଲା, କେବେ ହଇରାଣ ହେଲାନି ନା ହତାଦର ହେଲାନି। ଦିନେ ସିଏ ବଡ଼ ନାଁ ବି କମେଇଲା। ହଁ ଆଜ୍ଞା, ଆଜିର ଶିଶୁ କାଲିର ଭବିଷ୍ୟତ। ଶିଶୁ ହସିଲେ ଦେଶ ହସିବ। ନମସ୍କାର। ଛୋଟ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଭଲରେ ଥାଆନ୍ତୁ, ସମସ୍ତେ ଖୁସିରେ ଥାଆନ୍ତୁ। ଯଦି କଥା ଛଳାରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ ମୋର, ଦୟାକରି କ୍ଷମା କରିବାକୁ ଅନୁରୋଧ। ଜୟ ଶ୍ରୀ ଜଗନ୍ନାଥ।